ଓଡ଼ିଶାରେ ଇଂରେଜ ଶାସନ ବିରୁଦ୍ଧରେ ଯେଉଁ ଆଦିବାସୀ ସମ୍ପ୍ରଦାୟ ପ୍ରତିରୋଧ ସଂଗ୍ରାମ ବିଭିନ୍ନ ସ୍ଥାନରେ ଦେଖାଯାଇଥିଲା, ସେହି ବିଦ୍ରୋହ ମଧ୍ୟରେ କୋଲ୍ହ ବିଦ୍ରୋହ ଅନ୍ୟତମ। ମୟୂରଭଞ୍ଜବାସୀ ଇଂରେଜମାନଙ୍କ ସହ ଭଲ ସମ୍ପର୍କ ରଖିଥିଲେ। 1810ରେ ଇଂରେଜ ଶାସକ ତ୍ରିବିକ୍ରମ ଭଞ୍ଜଙ୍କୁ ମୟୂରଭଞ୍ଜ ରାଜା ରୂପେ ସ୍ୱୀକାର କଲେ। ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ କୋଲ୍ହ, ସାନ୍ତାଳ ଓ ଭୂମିଜ ଅନ୍ୟତମ ଥିଲେ। ଘଟଣାକ୍ରମେ କୋଲ୍ହ ସମ୍ପ୍ରଦାୟର ଇଂରେଜ ସମ୍ପ୍ରଦାୟ ମଧ୍ୟରେ ବିରୋଧାଭାସ ସୃଷ୍ଟି ହୋଇଥିଲା। କୋଲ୍ହ ଅଧିକୃତ ଜମିକୁ ଦଖଲ କରିବା ପାଇଁ ସିଂହଭୂମ ରାଜା ଉଦ୍ୟମ କଲେ। 1820ରେ କୋଲ୍ହମାନେ ସିଂହଭୂମ ରାଜା ଘନଶ୍ୟାମ ସିଂହଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ରାଜା ବିଦ୍ରୋହ ଦମନ କରିପାରିଲେ ନାହିଁ। ଫଳରେ ଇଂରେଜ ଶାସକଙ୍କ ସହାୟତା ଲୋଡ଼ିଲେ। ବିଦ୍ରୋହ ଦମନ ହେଲା। ବାମନଘାଟି ଜମିଦାର ମୟୂରଭଞ୍ଜ ରାଜାଙ୍କ ନିମନ୍ତ୍ରଣ ସ୍ୱୀକାର କଲେ ଏବଂ ସ୍ୱାଧୀନ ରହିବାକୁ ଚାହିଁଲେ। ଅପରପକ୍ଷରେ ରାଜା ଜମିଦାରଙ୍କୁ ସମସ୍ତ ପ୍ରକାର କ୍ଷମତା ଓ ଅଧିକାରରୁ ବଞ୍ଚିତ କରିବାକୁ ଚାହିଁଲେ। ଏହି ବିବାଦରେ ଜମିଦାରଙ୍କୁ କୋଲ୍ହମାନେ ସମର୍ଥନ କଲେ। 1831 ଡିସେମ୍ବର ମାସରେ ଇଂରେଜ କମିଶନର ଷ୍ଟକୱେଲ ରାଜା ଓ ବାମନଘାଟି ଜମିଦାରଙ୍କୁ ବିବାଦରେ ସମାଧାନ କରିବାକୁ ବାଲେଶ୍ୱର ଡକାଇଲେ। ଆଲୋଚନା ବିଫଳ ହେଲା। କୋଲ୍ହମାନେ ପୁଣି ବିଦ୍ରୋହ କଲେ। ଷ୍ଟକୱେଲ ରାଜାଙ୍କୁ ବଳ ପ୍ରୟୋଗ ପୂର୍ବକ ବିଦ୍ରୋହ ଦମନ କରିବାକୁ ନିର୍ଦ୍ଦେଶ ଦେଲେ। ବଙ୍ଗ ସରକାର ଥୋମାସ ୱିଲକିନସନଙ୍କୁ ବିଦ୍ରୋହର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ। ୱିଲକିନସନ ବିଦ୍ରୋହ ଦମନ କରିବାକୁ ବଙ୍ଗ ସରକାରଙ୍କୁ ପରାମର୍ଶ ଦେଲେ। ସରକାରଙ୍କ ହସ୍ତକ୍ଷେପ ଫଳରେ ମାଧବ ଦାସ ମହାପାତ୍ର ବାମନଘାଟି ଜମିଦାର ହେଲେ। ସରକାରଙ୍କ ଏହି ନୀତିରୁ ଷ୍ଟକୱେଲ ପସନ୍ଦ କଲେ ନାହିଁ। ଫଳରେ ସେ 1832ରେ ନିଜ ପଦବୀକୁ ଇସ୍ତଫା ଦେଲେ। କୋଲ୍ହମାନେ ପୁଣି ହତ୍ୟା ଏବଂ ଲୁଣ୍ଠନ କାର୍ଯ୍ୟରେ ମାତି ଉଠିଲେ। ସେମାନଙ୍କର ବାରମ୍ବାର ବିଦ୍ରୋହରେ ଲିପ୍ତ ରହି ବହୁ ଦୁର୍ଦ୍ଦଶା ଭୋଗିଥିଲେ। ଅସନ୍ତୁଷ୍ଟ କୋଲ୍ହମାନେ ଜମିଦାରଙ୍କ ମାଧବ ଦାସ ମହାପାତ୍ରଙ୍କୁ ମାରିଦେବାକୁ ଧମକ ଦେଲେ। ମାଧବ ଦାସ ନରସିଂହଗଡ଼ ପଳାୟନ କଲେ। ଏହି ସୁଯୋଗରେ ମୟୂରଭଞ୍ଜ ରାଜା ସୈନ୍ୟମାନଙ୍କ ସହାୟତାରେ କୋଲ୍ହମାନଙ୍କୁ ବାମନଘାଟିରୁ ତଡ଼ି ଏହାକୁ ନିଜ ଅଧୀନକୁ ଆଣିଲେ। ମାତ୍ର କୋଲ୍ହମାନେ ସେମାନଙ୍କର ବିଦ୍ରୋହରୁ ଅବ୍ୟାହତ ରହିଲେ। ୱିଲକିନସନ ବଙ୍ଗ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ସୁଯୋଗ